ଆଜ୍ଞା ଆପଣ ବର୍ତ୍ତମାନ ଯେତେ ଗୁଡ଼ିକ କଥା କହିଗଲେ ସେଇଟା ସମ୍ପୂର୍ଣ୍ଣ ଠିକ୍ କଥା। ମୁଁ ମଧ୍ୟ ଆଜି ଖବର ପାଇଛି ଟେଲିଫୋନ୍ ନମ୍ବର କେତେ ବନ୍ଧୁମାନେ ମଧ୍ୟ କହିଲେ ଯେ ଏମିତିଆ ସବୁ ଭୁଲ ଭଟକା ହେଇଛି। ଯଦି ବା ଭୁଲ ଭଟକା ହେଇଯାଇଛି ଆଉ ହେବା କଥା ନୁହେଁ, କାହିଁକିନା ପିଲାଙ୍କ ବହି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷାଦାନ ଦିଆଯିବ। ସେ ପୁସ୍ତକରେ ଯଦି ବନାନ ଭୁଲ ହେଲା ବା ମହାପୁରୁଷଙ୍କ ନାଁ ଭୁଲ ହେଲା ବା ଆଉ କିଛି ଭୁଲ ହେଲା, ସେ ଭୁଲଟା ପିଲାଙ୍କ ପାଖେ ପହଞ୍ଚିବା କଥା ନୁହେଁ। ତାକୁ ଯଦି ଜଣା ପଡ଼ିଗଲାଣି ଭୁଲଟା ଅଛି ବୋଲି ମୁଁ ତ ଜାଣିନି, ଯଦି ବା ଭୁଲଟା ଅଛି ବୋଲି ଗୋଟେ ସତ କଥା, ତେବେ ତା'ର ତ୍ରୁଟି ମାର୍ଜନା କରାଯିବ। କେମିତିକା ନା ଆମର ଆଉଥରେ ତାକୁ ମୁଁ ସରକାରଙ୍କୁ ଅନୁରୋଧ କରିବି, ଶିକ୍ଷକଙ୍କୁ ଅନୁରୋଧ କରିବି ଯେ ଆପଣଙ୍କର ଅଭିଜ୍ଞ ଶିକ୍ଷକମାନଙ୍କୁ ବସେଇ ସେ ଡିଜିଟାଲରେ ଯେଉଁ ସବୁ ଟାଇପିଂ ଯେଉଁ କରାଯାଏ ସେହି ସମୟରେ ମଧ୍ୟ ଟିକେ ଚେକିଂଟା କମିଯାଇଛି, ସେଇ ଚେକିଂଟା ଆଉଥରେ କରିଦିଅନ୍ତୁ। ସେ ବନାନକୁ ତାକୁ ଭୁଲଟାକୁ ଠିକ୍ କରନ୍ତୁ। ଆଉ ଯେଉଁ ମହାପୁରୁଷଙ୍କ ନାଁଟା ଭୁଲ ତାକୁ ମଧ୍ୟ ଠିକ୍ ବରଂ 15 ଦିନ ମାସେ ଲାଗୁ ପଛକେ ସେଇଟା ଠିକ୍ ଜିନିଷ ଛପାଯାଉ। ସରକାର ଆମର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ପିଲାମାନଙ୍କୁ ମାଗଣା ଶିକ୍ଷା ଦିଆଯାଉଛି, ଆଉ ଆମର ପିଲାମାନଙ୍କୁ ମାଗଣା ପୁସ୍ତକ ଦିଆଯାଉଛି। ଆଉ ଅଳ୍ପ ଟିକେ ଭୁଲ ପାଇଁ କାହିଁକି ପିଲା ଭୁଲଟାକୁ ପଢ଼ିବେ, ତାଙ୍କୁ ପିଲାମାନେ ଠିକ୍ ପଢ଼ିବେ, ଠିକ୍ ଜାଣିବେ। ଆଉ ଆମର ଶିକ୍ଷା ବିଭାଗ ନିଶ୍ଚୟ ତା'ର ଦାୟିତ୍ୱ ନେବେ, କରିବେ ବୋଲି ଅନୁରୋଧ କରୁଛି। ଆଉ ଆମର ବର୍ତ୍ତମାନ ଯେଉଁ ଭୁଲ ଭଟକା ଯେଉଁ ବହି ଆସିଯାଇଛି, ଯଦି ଆମର ଏବେ ସ୍କୁଲ ଖୋଲିଯାଏ, ଆଉ ମୁଁ ମଧ୍ୟ ଶିକ୍ଷକ ଭାଇମାନଙ୍କୁ ଅନୁରୋଧ କରି ସେ ଭୁଲଟାକୁ ଦେଖିକି ଆପଣ ସଚେତନ କରି ପଢ଼େଇବେ ଆଉ ଥରେ ପୁସ୍ତକ ଆସିବା ପର୍ଯ୍ୟନ୍ତ। ଆଜ୍ଞା ମୁଁ ଏହା ପରାମର୍ଶ ଦେବି ଯେ କି ପରାମର୍ଶକୁ ମୁଁ ଅନୁରୋଧ କରିବି ରାଜ୍ୟ ସରକାରଙ୍କୁ ଯେ କି ପ୍ରକୃତରେ ଯେ ବହୁତ ପଇସା ଖର୍ଚ୍ଚ କୋଟି କୋଟି ଖର୍ଚ୍ଚ କରିଛନ୍ତି, ଆହୁରି ମଧ୍ୟ ଅଧିକ ଖର୍ଚ୍ଚ ହେଇଯିବ, ଖର୍ଚ୍ଚ ହଉ ପଛକେ, କାରଣ ଏ ବହିଟା ଛପା ହେଇଗଲା ପରେ ରହିଲା 5 ବର୍ଷ 10 ବର୍ଷ ରହିଲା। ତ ଆମର ଜାତୀୟ ଶିକ୍ଷା ନୀତି 2020 ଅନୁସାରେ ଆଉ ଯେଉଁ ଆମର ପୁସ୍ତକ ଗୁଡ଼ିକ କରାଯାଇଛି ସେଟା ସଠିକ୍ ଭାବରେ କରାଯିବା ଦରକାର। ଯେହେତୁ କି ଆମର ପିଲାମାନଙ୍କୁ ଯେଉଁ ଉଚିତ ଶିକ୍ଷାଦାନ ଦେବା ପାଇଁ ଆମର ବ୍ୟବସ୍ଥା କରାଯାଇଛି, ଯଦି ଆମେ ଉଚିତ ଶିକ୍ଷାଦାନ ନ ଦେଇପାରିବା ତା ଦ୍ୱାରା କିଛି ଭୁଲଟା ବାହାରିବ, ପିଲାଙ୍କ ଭୁଲଟା ଆମେ କହିବା ତାର ଭୁଲ ହେଇଯିବ। ତ ଭୁଲଟାକୁ ସଂଶୋଧନ କରିଦେବାକୁ ପଡ଼ିବ, କରିଦେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।